ଦୀନକୃଷ୍ଣ ଥିଲେ ଅତ୍ୟନ୍ତ ଦରିଦ୍ର। ସେ ନିଜର ପରିବାର ସହିତ ଶ୍ରୀକ୍ଷେତ୍ରରେ ବାସ କରୁଥିଲେ ଏବଂ ଭିକ୍ଷା ଉପରେ ନିର୍ଭର କରି ଜୀବନ ଅତିବାହିତ କରୁଥିଲେ। ଅତି ବାଲ୍ୟକାଳରୁ ହିଁ ତାଙ୍କ ମଧ୍ୟରେ ଅଦ୍ଭୁତ କବିତ୍ୱ ଶକ୍ତି ଜାଗ୍ରତ ହୋଇଥିଲା। ମୁହେଁ ମୁହେଁ ପଦମାନ ଯୋଡ଼ି ସେ ବିଭିନ୍ନ ପ୍ରକାରର କବିତା ରଚନା କରୁଥିଲେ ଏବଂ ନିଜର ସାଙ୍ଗସାଥୀମାନଙ୍କୁ ତାହା ଶୁଣାଇ ପରମ ତୃପ୍ତି ଅନୁଭବ କରୁଥିଲେ। ତାଙ୍କର ଯେପରି କବିତ୍ୱ ଶକ୍ତି ଥିଲା, ସେହିପରି ମଧ୍ୟ ଭକ୍ତିଭାବ ଥିଲା। ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ବହୁ ପ୍ରକାର କାବ୍ୟ କବିତା ରଚନା କରି ପ୍ରସିଦ୍ଧି ଅର୍ଜନ କଲେ, କିନ୍ତୁ ତାଙ୍କର ପ୍ରତି କାବ୍ୟରେ ସେ ଭଗବାନଙ୍କର ଲୀଳା ଓ ତାଙ୍କର ଗୁଣ କୀର୍ତ୍ତନ ବର୍ଣ୍ଣିତ କରିଥିଲେ। ସେ କୃଷ୍ଣ ଚରିତ୍ର ବର୍ଣ୍ଣନା କରିବାକୁ ବିଶେଷ ଭଲ ପାଉଥିଲେ। ପୁରୁଷୋତ୍ତମ କ୍ଷେତ୍ରରେ ଅବସ୍ଥାନ ନ କରୁଥିବାରୁ ବି ସେ ମଧ୍ୟ ଜଗନ୍ନାଥଙ୍କର ଗୁଣ କୀର୍ତ୍ତନ କରି ଅନେକ କାବ୍ୟ ରଚନା କରିଥିଲେ। ଦୀନକୃଷ୍ଣ ଦରିଦ୍ର ଭିକ୍ଷୁକ ଥିବାରୁ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଭିକ୍ଷା ମାଗି ବୁଲୁଥିଲେ। ଭିକ୍ଷା ମାଗିବା ସମୟରେ ତାଙ୍କ ମୁଖରେ ଜଗନ୍ନାଥଙ୍କର ରୂପ, କୀର୍ତ୍ତି, ମହିମା ଆଦି ସେ ଗୁଣଗାନ କରୁଥିଲେ। ଦୀନକୃଷ୍ଣଙ୍କର ଏହିପରି ଲାଳିତ୍ୟପୂର୍ଣ୍ଣ ସୁମଧୁର କବିତା ଶୁଣି ଶ୍ରୀକ୍ଷେତ୍ରରେ ଅଧିବାସୀଗଣ ମନମୁଗ୍ଧ ହୋଇଯାଉଥିଲେ। ତେଣୁ ଦୀନକୃଷ୍ଣ କେବଳ ଯେ ଜଣେ ଭିକ୍ଷୁକ ଭାବରେ ପରିଚିତ ନଥିଲେ, ବରଂ ତାଙ୍କର କୀର୍ତ୍ତି ଚତୁର୍ଦିଗରେ ପ୍ରଚାରିତ ହେବାରୁ ସେ ଜଣେ ପ୍ରସିଦ୍ଧ ଭକ୍ତ କବି ଭାବରେ ଖ୍ୟାତି ଅର୍ଜନ କଲେ। ଦୀନକୃଷ୍ଣଙ୍କ ସମୟରେ ପୁରୀର ଶାସନକର୍ତ୍ତା ଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଥରେ ରାଜାଙ୍କର ପଣ୍ଡିତ ସଭାରେ ଦୀନକୃଷ୍ଣଙ୍କର ପ୍ରତିଭା ସମ୍ବନ୍ଧରେ ଆଲୋଚନା ହେଉଥିଲା। ସେହି ଆଲୋଚନା ଶୁଣି ଦୀନକୃଷ୍ଣଙ୍କ ମୁଖରୁ କବିତା ଶୁଣିବା ପାଇଁ ଆଗ୍ରହ ପ୍ରକାଶ କଲେ ଏବଂ ଦୂତ ପ୍ରେରଣ କରି ତାଙ୍କୁ ଡକାଇ ଆଣିଲେ। ଦୀନକୃଷ୍ଣ ରାଜସଭାରେ ଉପସ୍ଥିତ ହେବା ମାତ୍ରେ ରାଜା ତାଙ୍କୁ କବିତା ଶୁଣାଇବା ପାଇଁ ଅନୁରୋଧ କଲେ। ରାଜାଙ୍କ ଅନୁରୋଧ ରକ୍ଷା କରି ଦୀନକୃଷ୍ଣ ସୁମଧୁର ଛନ୍ଦରେ କୃଷ୍ଣଚରିତ ଗାନ କରିବାକୁ ଲାଗିଲେ। ତାହା ଶ୍ରବଣ କରି ରାଜା ଅତ୍ୟନ୍ତ ଆନନ୍ଦିତ ହେଲେ ଏବଂ ଦୀନକୃଷ୍ଣଙ୍କୁ ନାନାଦି ଅଳଙ୍କାର ଓ ବହୁ ଧନ, ବସ୍ତ୍ର ଉପହାର ସ୍ୱରୂପ ପ୍ରଦାନ କଲେ। ସଭାରେ ଯେତେ ଲୋକ ଉପସ୍ଥିତ ଥିଲେ, ସମସ୍ତେ କବିଙ୍କର ପ୍ରଶଂସା ଗାନ କଲେ। ତାହାପରେ ଦୀନକୃଷ୍ଣଙ୍କୁ ଲକ୍ଷ୍ୟ କରି ରାଜା କହିଲେ, ହେ ଦୀନକୃଷ୍ଣ, ତୁମର ସୁଲଳିତ କଣ୍ଠରୁ ମଧୁର କବିତା ଶୁଣି ମୁଁ ଅତ୍ୟନ୍ତ ଆନନ୍ଦିତ ହେଉଛି। ତୁମେ ଭଗବାନ କୃଷ୍ଣଙ୍କର ପ୍ରଶସ୍ତି ଗାନ କରି ନିଜର ଭଗବତ୍ ପ୍ରଶସ୍ତିପୂର୍ଣ୍ଣ ଭକ୍ତିର ଉଜ୍ଜ୍ୱଳ ଦୃଷ୍ଟାନ୍ତ ପ୍ରଦର୍ଶନ କରିଛ। ଏବେ ତୁମେ ମୋର ଗୋଟିଏ କବିତା ରଚନା କରି ନିଜର ରାଜଭକ୍ତି ପ୍ରଦର୍ଶନ କର। ତାହା ହେଲେ ତୁମକୁ ମୁଁ ଆହୁରି ଅଧିକ ଧନରତ୍ନ ପ୍ରଦାନ କରିବି ଏବଂ ତୁମର ଦାରିଦ୍ର୍ୟ ଦୂର କରିବି। ଯାହାଙ୍କର ହୃଦୟରେ କେବଳ ଭଗବାନ କୃଷ୍ଣଚନ୍ଦ୍ର ବିରାଜିତ, ଯାହାଙ୍କ ମନରେ କେବଳ ଜଗନ୍ନାଥଙ୍କର ପାଦପଦ୍ମରେ ନିମଜ୍ଜିତ, ସେ ଜଣେ ନଶ୍ୱର ମାନବର ପ୍ରଶସ୍ତିଗାନ କରିବେ କିପରି? ରାଜାଙ୍କର ଅହଙ୍କାରପୂର୍ଣ୍ଣ ବାକ୍ୟ ଶୁଣି ଦୀନକୃଷ୍ଣ ଅତ୍ୟନ୍ତ ଦୁଃଖିତ ହେଲେ ଏବଂ ତାଙ୍କର ପ୍ରଶସ୍ତି ଗାନ କରିବାକୁ ସମ୍ପୂର୍ଣ୍ଣ ବାରଣ କରିଦେଲେ। ରାଜା ଗ୍ରାମ, ଦେଶ ଓ ରାଜ୍ୟର ଅଧିକାର ଯାଚି ପୁନର୍ବାର ଭକ୍ତ କବିଙ୍କୁ ଉପରୋକ୍ତ ଅନୁରୋଧ କଲେ ଏବଂ ଅନୁରୋଧ ରକ୍ଷା ନ କଲେ ତାଙ୍କୁ ପ୍ରାଣଦଣ୍ଡରେ ଦଣ୍ଡିତ କରିବେ ବୋଲି ଧମକ ମଧ୍ୟ ଦେଲେ। ମାତ୍ର ଭକ୍ତ କବି ନିଜର ସିଦ୍ଧାନ୍ତରେ ଅବିଚଳିତ ରହି କହିଲେ, ମୋ ଦ୍ୱାରା ଏହା ସମ୍ଭବ ନୁହେଁ ରାଜନ୍। ଦୀନକୃଷ୍ଣଙ୍କର ଏହିପରି ଦୃଢ଼ ବାକ୍ୟ ଶ୍ରବଣ କରି ରାଜା ଦିବ୍ୟସିଂହ ଦେବ ଅତ୍ୟନ୍ତ କ୍ରୋଧ ହୋଇ ପଡ଼ିଲେ ଏବଂ ତାଙ୍କୁ ରାଜବନ୍ଦୀ କରି କାରାକକ୍ଷରେ ନିକ୍ଷେପ କରିବା ପାଇଁ ସେବକମାନଙ୍କୁ ନିର୍ଦ୍ଦେଶ ଦେଲେ। ସଙ୍ଗେ ସଙ୍ଗେ ରାଜାଙ୍କର ନିର୍ଦ୍ଦେଶ ପାଳିତ ହେଲା। ଫଳରେ ଦୀନକୃଷ୍ଣ ବନ୍ଦୀଗୃହରେ ଆବଦ୍ଧ ହୋଇ ରହିଲେ। ତାଙ୍କ ହସ୍ତ ଓ ପାଦରେ ଲୁହାର ଶିକୁଳି ବାନ୍ଧି ଦିଆଗଲା। ରାଜାଙ୍କର ଏପରି ଆଚରଣରେ ଦୀନକୃଷ୍ଣ ଦୁଃଖ କରିନଥିଲେ, କିନ୍ତୁ ଜଗନ୍ନାଥଙ୍କର ଭକ୍ତ ହୋଇ ତାଙ୍କୁ ଯେ ଏପରି ଅପମାନ ସହ୍ୟ କରିବାକୁ ପଡ଼ିଲା, ତାହା ଚିନ୍ତା କରି ତାଙ୍କ ହୃଦୟରେ ଦାରୁଣ କୋହ ଜାତ ହେଲା। ନେତ୍ରଦ୍ୱୟରୁ ଅଶ୍ରୁଳ ବନ୍ୟା ଛୁଟି ତାଙ୍କର ଗଣ୍ଡମଣ୍ଡଳ ସିକ୍ତ କଲା। ଦିନର ଅବସାନ ଘଟି ରାତ୍ରିର ଘନ ଅନ୍ଧକାର ଯେତେବେଳେ ପୃଥିବୀ ବକ୍ଷକୁ ମାଡ଼ି ଆସିଲା, ସେତେବେଳେ ସେ
ଅଧିକ ଦୁଃଖରେ ଅଧୀର ହୋଇ ପଡ଼ିଲେ। ବାରମ୍ବାର ଜଗନ୍ନାଥଙ୍କୁ ପ୍ରାର୍ଥନା କରି ତାଙ୍କର ଦୁଃଖ ଜଣାଇଲେ। ଏହିପରି ଆକୁଳ ପ୍ରାର୍ଥନା କରି ଭକ୍ତ କବି ଦୀନକୃଷ୍ଣ ଦାସ ନେତ୍ରୋଦୟରୁ ଅଜସ୍ର ଅଶ୍ରୁ ଝରାଇବାକୁ ଲାଗିଲେ। ଭକ୍ତର ମନବାଞ୍ଛା ପୂରଣ କରିବା ପାଇଁ ଯିଏ ରତ୍ନ ସିଂହାସନ ଉପରେ ବିରାଜମାନ କରିଛନ୍ତି, ଭକ୍ତର ଦୁଃଖ ଯିଏ ନିଜ ହୃଦୟରେ ଅନୁଭବ କରିପାରନ୍ତି ଏବଂ ଭକ୍ତର ଅପମାନକୁ ଯିଏ ନିଜର ଅପମାନ ବୋଲି ମନେକରି ଯଥାଶୀଘ୍ର ତାହାର ପ୍ରତିକାର କରନ୍ତି, ସେହି ପ୍ରଭୁ ଜଗନ୍ନାଥ ନିଜର ପ୍ରେମୀ ଭକ୍ତ ଦୀନକୃଷ୍ଣଙ୍କର ଏପରି ଆକୁଳ ପ୍ରାର୍ଥନା ଶୁଣିକି ଥୟ ଧରି ରହିପାରିଥାନ୍ତେ? ସଙ୍ଗେ ସଙ୍ଗେ ସେ ଶ୍ରୀମନ୍ଦିରରୁ ବାହାରି ଭକ୍ତ ସମ୍ମୁଖରେ ଉପସ୍ଥିତ ହେଲେ। ତାଙ୍କର ଉପସ୍ଥିତିରେ କାରାକକ୍ଷର ଘନ ଅନ୍ଧକାର ଦୂରୀଭୂତ ହୋଇ ସେଠାରେ ଦିବ୍ୟ ଲୋକର ଉଜ୍ଜ୍ୱଳ ଜ୍ୟୋତି ବିଚ୍ଛୁରିତ ହେଲା ଏବଂ ଦୀନକୃଷ୍ଣଙ୍କ ହସ୍ତପାଦରେ ଶିକୁଳିଗୁଡ଼ିକୁ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ିଲା। ଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତ କବି ନିଜର ଜୀବନକୁ କୃତକୃତ୍ୟ ମନେ କଲେ ଏବଂ ଆନନ୍ଦରେ ଅଧୀର ହୋଇ ତାଙ୍କର ପାଦପଦ୍ମରେ ଲୋଟି ପଡ଼ିଲେ। ଭଗବାନ ଭକ୍ତଙ୍କୁ ଆଲିଙ୍ଗନ କରି କହିଲେ, ରାଜାଙ୍କର ଏପରି ନିଷ୍ଠୁର ଆଚରଣରେ ଦୁଃଖ କରନି ଦୀନକୃଷ୍ଣ। ଭଗବାନ ଭକ୍ତଙ୍କୁ ଆଲିଙ୍ଗନ କରି କହିଲେ, ରାଜାଙ୍କର ଏପରି ନିଷ୍ଠୁର ଆଚରଣରେ ଦୁଃଖ କରନି ଦୀନକୃଷ୍ଣ। ଅତିଶୀଘ୍ର ତୁମର ସବୁ ଦୁଃଖ କଷ୍ଟ ଦୂରୀଭୂତ ହେବ। ଏପରି ଅଭୟ ବାକ୍ୟ ଉଚ୍ଚାରଣ କରି ପ୍ରଭୁ ଜଗନ୍ନାଥ ଭକ୍ତଙ୍କୁ ଦିବ୍ୟ ଭୋଜନ ଅର୍ପଣ କଲେ ଏବଂ ତତ୍କ୍ଷଣାତ୍ ସେଠାରୁ ଅନ୍ତର୍ଧ୍ୟାନ ହୋଇପଡ଼ିଲେ। ଦୀନକୃଷ୍ଣ ସେହି ଭୋଜନ ଗ୍ରହଣ କରି ପ୍ରଭୁଙ୍କର ଗୁଣ କୀର୍ତ୍ତନ କରିବାକୁ ଲାଗିଲା। ସେହିଦିନ ରାତ୍ରିରେ ମହାରାଜ ଦିବ୍ୟସିଂହ ଦେବ ସ୍ୱପ୍ନରେ ଜଗନ୍ନାଥଙ୍କର ଦର୍ଶନ ପାଇଲେ। ଜଗନ୍ନାଥ ଦର୍ଶନ ଦେଇ କହିଲେ, ପ୍ରାଣକୁ ଯଦି ଆଶା ଅଛି, ହେଲେ ଦୀନକୃଷ୍ଣ ଦାସକୁ ଛାଡ଼ିଦିଅ, ନହେଲେ ତୁମର ମରଣ ସୁନିଶ୍ଚିତ। ହଠାତ୍ ରାଜାଙ୍କର ନିଦ୍ରାଭଙ୍ଗ ହେଲା। ଯେକୌଣସି ପ୍ରକାରରେ ରାତ୍ରିଟି କଟାଇ ପ୍ରଭାତ ହେବା ମାତ୍ରକେ ସେ ବନ୍ଦୀଶାଳାକୁ ଧାଇଁଗଲେ। ଦେଖିଲେ ବନ୍ଦୀଶାଳା ଉନ୍ମୁକ୍ତ ହୋଇ ରହିଛି। ବନ୍ଦୀଗୃହରେ ଏକ ଦିବ୍ୟ ଆଲୋକର ସ୍ଫରଣ ଘଟୁଛି ଏବଂ ତାହା ଏକ ଅଭିନବ ସ୍ୱର୍ଗୀୟ ସୁଗନ୍ଧରେ ମହକି ଉଠୁଛି। ସେତେବେଳେ ଭକ୍ତ ଦୀନକୃଷ୍ଣ ଭଗବାନଙ୍କର ମହିମା ଗାନ କରି ମୁଗ୍ଧ ହେଉଥିଲା। ତାଙ୍କ ହସ୍ତପାଦର ଶିକୁଳିଗୁଡ଼ିକୁ ଖୋଲି ହୋଇଯାଇଥିଲା। ରାଜା ଏହିସବୁ ଅପୂର୍ବ ଦୃଶ୍ୟକୁ ଦେଖି ଚମତ୍କୃତ ହେଲେ। ସେ ଦୀନକୃଷ୍ଣଙ୍କୁ ଆଲିଙ୍ଗନ ପୂର୍ବକ ନିଜ ଅହଙ୍କାର ପାଇଁ କ୍ଷମା ପ୍ରାର୍ଥନା ମାଗିଲେ। ଏହିପରି କ୍ଷମା ପ୍ରାର୍ଥନା କରି ରାଜା ଦିବ୍ୟସିଂହ ଦେବ ଦୀନକୃଷ୍ଣଙ୍କୁ ଅନେକ ଧନରତ୍ନ ପ୍ରଦାନ କଲେ ଏବଂ ତାଙ୍କୁ କାରାମୁକ୍ତ କରି ରାଜପ୍ରସାଦକୁ ଫେରି ଆସିଲେ। ଦୀନକୃଷ୍ଣ ମଧ୍ୟ ହରିନାମ କୀର୍ତ୍ତନ କରି ନିଜ କୁଟୀରକୁ ପ୍ରତ୍ୟାବର୍ତ୍ତନ କଲେ। ଜଗନ୍ନାଥଙ୍କର ମହିମା ଯେପରି ଅଲୌକିକ, ସେହିପରି ଅବର୍ଣ୍ଣନୀୟ। ତାଙ୍କର ମହିମା ଗାନ କରିବା ପାଇଁ ମନୁଷ୍ୟ ତ ଛାର, ସହସ୍ର ମୁଖ ଅନନ୍ତ ମଧ୍ୟ ଅକ୍ଷମ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ।